ହ୍ୟାଲୋ ହାଏ ନମସ୍କାର ମୁଁ ଆପଣଙ୍କର ପ୍ରିୟ ସିଦ୍ଧାର୍ଥ ସାର୍ ମୁଁ ଆପଣମାନଙ୍କୁ ପୁଣି ଥରେ ୱେଲକମ୍ କରୁଛି ସକ୍ସେସ୍ ଏକାଡେମୀ କ୍ଲାସେସକୁ। ତ ଆମେ କଣ କରିଥିଲେ ଗତ କ୍ଲାସରେ ପଢିଥିଲେ। ଗତ କ୍ଲାସରେ ଆମେ କ୍ୱେଶ୍ଚିନ୍ ନମ୍ବର 1 ନମ୍ବର 2 ନମ୍ବର କରିଦେଇଥିଲେ, କ୍ୱେଶ୍ଚିନ୍ ବିଭାଗର କ ବିଭାଗ କରିଦେଇ ସାରିଥିଲେ। ତ ପୁଣି ଥରେ ତମକୁ ସ୍ୱାଗତ କରୁଛି ଆଜିର ଏଇ ସେସନକୁ, ଯୋଉଥିରେ ଆମେ କଣ କରିବା ନା ବାକି ତକ କ୍ୱେଶ୍ଚିନ୍ କରିବା ଖ ବିଭାଗର। ଏବଂ ଆମର ଯୋଉ ଖ ବିଭାଗ ରହିଛି, ତମେ ଥମ୍ବନେଲରୁ ଦେଖି ଜାଣିପାରିଥିବ ଯେ ଆମେ ଖ ବିଭାଗରେ କଣ କଣ କରିବା ନା 3 ନମ୍ବରରୁ 12 ନମ୍ବର ଯାଏଁ କରିବା, ବା 3 ନମ୍ବରରୁ 13 ନମ୍ବର ଯାଏଁ ବୋଧହୁଏ ଅଛି। ତ 13 ନମ୍ବର ଯାଏଁ ମଧ୍ୟ ଆମେ କରିବା। ତ ଆଜି ଆମର ମୁଖ୍ୟ ଉଦ୍ଦେଶ୍ୟ ରହିବ ଯେ ଆମେ କଣ କରିବା, ଯାହା ବି ଆମେ ତାକୁ ପଢିଛେ ତାକୁ କଣ କରିବା, ଆପ୍ଲାଏ କରିବା। ତାକୁ ଆପ୍ଲାଏ କରିବା ଦ୍ୱାରା କଣ ହବ, ଆମ ମାନଙ୍କର ସବୁ ଯୋଉ ଡାଉଟ ଗୁଡା ଥିବ ବା କ୍ୱେଶ୍ଚିନ୍ ଗୁଡାକ ଆମେ କଣ କରିପାରିବା, କ୍ଲିୟର କରିପାରିବା। ତ ଫାଷ୍ଟଲି ଆମେ ଦେଖିବା କଣ, 3 ନମ୍ବର କ୍ୱେଶ୍ଚିନ୍ ଦେଖିବା। ତ 3 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି ନା ଟ୍ରାଙ୍ଗେଲ ଏବିସି ବୃତ୍ତାନ୍ତର ଲିଖିତ, ମାନେ ବୃତ୍ତ ଭିତରେ କଣ ହେଇଛି, ତ୍ରିଭୁଜଟା ଅଛି। ବୃତ୍ତାନ୍ତର ଲିଖିତ ମାନେ ବୃତ୍ତର ଅନ୍ତର୍ଲିଖିତ ହେଇଛି କିଏ, ଟ୍ରାଙ୍ଗେଲ ଏବିସି। ଏବଂ ସୂକ୍ଷ୍ମକୋଣୀ ତାହା ଏକ କଣ, ସୂକ୍ଷ୍ମକୋଣୀ ଅଟେ। ବୁଝିପାରୁଛ ନା ନାଇଁ। ତାପରେ ଆସିଲା DE F ବୃତ୍ତ ଉପରିସ୍ଥ ତିନୋଟି ବିନ୍ଦୁ ହେଲେ, ବୃତ୍ତ ଉପରିସ୍ଥ ତିନୋଟି ବିନ୍ଦୁ ହେଲେ ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତର ଦିଅ। ତ କଣ ଦେଇଛି, ବି କୋଣ ପାଇଁ କେଉଁ ଚାପର ଅନ୍ତର୍ଲିଖିତ ହବ। ଏଇ ଯୋଉ ଆମେ ଦେଖିବା ଏଠି କଣ ଦେଇଛି ଆମକୁ, ଦତ୍ତ କୋଣ କଣ ଦେଇଦେଲା। ତ ଯେତେବେଳେ ଆମେ କୋଶ୍ଚିନ୍ କରିବା ସେତେବେଳେ ଆମ ପାଖରେ କଣ ରହିବ ନା, ଆମ ପାଖରେ ଦତ୍ତ କିଛିଟା ରହିବ। ତାକୁ ନେଇ କଣ କରିବା, ଆମେ କୋଶ୍ଚିନ୍ ର ଆନ୍ସର କରିବା। ତ ପ୍ରଥମେ ଆମକୁ ଦେଖିବାକୁ ପଡିବ କଣ କଣ ଦତ୍ତ ଅଛି ନା, ଗୋଟେ ବୃତ୍ତ ଦେଇଛି। ତ ବୃତ୍ତ ଭିତରେ କଣ ହେଇଛି ନା, ଗୋଟେ ସୂକ୍ଷ୍ମକୋଣୀ ତ୍ରିଭୁଜ ଏବିସି କଣ ହେଇଛି, ବୃତ୍ତାନ୍ତର ଲିଖିତ ହେଇଛି। ତ ସେ ବୃତ୍ତାନ୍ତର ଲିଖିତ ତ୍ରିଭୁଜ ଟା କଣ ହେଇଛି, ଆମେ ଏଇ ମାଧ୍ୟମରେ ଦେଖିପାରିବା। ଏବିସି ବିନ୍ଦୁ କଣ ହେଇଛି, ଯୋଡି ହେଇଛନ୍ତି ଏବଂ ଟ୍ରାଙ୍ଗେଲ ଏବିସି ତିଆରି ହୋଇଛି। ଏବଂ ଓ ହେଲା ତାଙ୍କର କେନ୍ଦ୍ର ବିନ୍ଦୁ। ତା ସହିତ କଣ, ଇ ଏଫ ଡି ବା DE F ତିନୋଟି ବିନ୍ଦୁ ଯୋଉଟା କଣ ହଉଛନ୍ତି, ବୃତ୍ତର ଉପରିସ୍ଥ ଅଟନ୍ତି। ତେଣୁ ତାପରେ ପରେ ଆମେ କଣ କରିବା, ପ୍ରଶ୍ନର ଉତ୍ତର ଦେବା ନା ବି କୋଣ କେଉଁ ଚାପର ଅନ୍ତର୍ଲିଖିତ। ତାହେଲେ ଏଇ ଯୋଉ ବି କୋଣଟା ଅଛି କେଉଁ କୋଣର ଅନ୍ତର୍ଲିଖିତ, କେଉଁ ଚାପର ଅନ୍ତର୍ଲିଖିତ। ତେଣୁ ବି କୋଣ ଯୋଉଟା ଅଛି ଆମେ ଜାଣିଛେ ଯେ ତାର ବିପରୀତ। ତା ବିପରୀତ କିଏ ଅଛି ନା ଆମର ଏଡିସି ଅଛି। କଣ ଅଛି, ଏଡିସି ଅଛି। କିନ୍ତୁ ଆମକୁ ବୁଝିବାକୁ ପଡିବ ଏଇଟା କଣ ପଚାରିଛି ନା, ଚାପାନ୍ତର ଲିଖିତ ପଚାରିଛି ନା ଅନ୍ତର୍ଲିଖିତ, ବିପରୀତ ଚାପାନ୍ତର ଲିଖିତ ପଚାରିଛି ନା ଚାପାନ୍ତର ଲିଖିତ ପଚାରିଛି। ତ ଯେହେତୁ କଣ ପଚାରିଛି ଆମକୁ, ଚାପର ଅନ୍ତର୍ଲିଖିତ ପଚାରିଛି, ତାହେଲେ ଆମେ କଣ କରିବା, କୌଣସି ଏକ ଅନ୍ତସ୍ଥ ବିନ୍ଦୁରେ କଣ ହବ, ସେଇ ଚାପର ଅନ୍ତସ୍ଥ ବିନ୍ଦୁରେ କଣ ହବ ଆମର, ତାର ସେଇ କୋଣଟା ବାହାରିବ, ଯୋଉଟା ଆମର କଣ ହବ, ସେଇ ଚାପର କୋଣ ହବ ବା କେନ୍ଦ୍ରସ୍ଥ କୋଣ ଯୋଉ ତାର ବିପରୀତ ହବ, ତାକୁ ଆମେ କଣ କହିବା, ଚାପର ଅନ୍ତର୍ଲିଖିତ କୋଣ। ତେଣୁ ଏ ବି ଟା ଆମର କଣ, ଗୋଟେ ଚାପର ଅନ୍ତର୍ଲିଖିତ କୋଣ। ସେଇ ଯୋଉ ବି ର ଚାପ ଅନ୍ତର୍ଲିଖିତ କୋଣ ହବ, ସେଇଟା କୋଉ ଚାପରେ ଯିବ ନା ଆମର EBF ଚାପରେ ଯିବ। କଣ ଯିବ, EBF। ବୁଝିହେଲା ତ। EBF ଚାପ ଦ୍ୱାରା କଣ ହବ ନା, ବି କୋଣଟା ଅନ୍ତର୍ଲିଖିତ ହବ। ତାପରେ 2 ନମ୍ବର କ୍ୱେଶ୍ଚିନ୍ ଦେଖିବା କଣ ଦେଇଛି ନା, ବି କୋଣ ଦ୍ୱାରା କେଉଁ ଚାପ ଛେଦିତ ହେଇଛି। ମାନେ ବି କୋଣ ଦ୍ୱାରା କେଉଁ ଚାପଟା ଛେଦିତ ହେଇଛି, ମାନେ ଏଇ ଯୋଉ ବି କୋଣଟା ଅଛି କାହାକୁ ଛେଦ କରୁଛି ନା, ଆମେ ଦେଖିବା ଯେ ତା ବିପରୀତରେ ଯିଏ ଥିବ ତାକୁ ଛେଦ କରିବ। ନା ଏଡିସି କଣ କରୁଛି, ଏଡିସି ନା ବି ତରଫରୁ କଣ ହେଇଛି ନା, ଏ ବି ବିନ୍ଦୁରୁ ଏ ଦିଗରେ ଯାଇଛି ଗୋଟେ ପଏଣ୍ଟ, ଏ ଦିଗରେ ଯାଇଛି ଗୋଟେ ରେଖାଖଣ୍ଡ, ଏବଂ ସି ଦିଗରେ ଯାଇଛି କଣ, ଗୋଟେ BC ରେଖାଖଣ୍ଡ ଯାଇଛି। ତ ସିଏ କଣ କରୁଛି, ଏଡିସି ଚାପ କଣ କରୁଛି, ସେଇଠି କଟ କରୁଛି ସେଇ ଏ ବିନ୍ଦୁରେ ଆଉ ସି ବିନ୍ଦୁରେ ବା ଛେଦ କରୁଛି। ତେଣୁ ବି କୋଣ ଦ୍ୱାରା ଏଡିସି ଚାପ ଛେଦିତ ହେଇଛି। କଣ ହେଇଛି, ଏଡିସି ଚାପ। ଏହାର ଆନ୍ସର କଣ ହବ, ଏଡିସି। ତ ଏଡିସି ଚାପ ବୁଝିଲା ତ। ନେକ୍ସଟ କ୍ୱେଶ୍ଚନ ଦେଖିବା, ବିସି ଜ୍ୟା ଦ୍ୱାରା ଛେଦିତ କ୍ଷୁଦ୍ର ଚାପ ବୃହତ ଚାପ କିଏ। ତ ବିସି ଜ୍ୟା ଦ୍ୱାରା ସୃଷ୍ଟି ହେଇଥିବା, ମାନେ ଏଇ ଯୋଉ ବିସି ଜ୍ୟା ଆମେ ପାଇଲେ, এই ବିସି ଯା ଦ୍ୱାରା କ୍ଷୁଦ୍ର ଚାପ ବୃହତ ଚାପ କେମିତି ଜାଣିବା ନା, କ୍ଷୁଦ୍ର ଚାପ ମାନେ କଣ, ବୃତ୍ତର ଗୋଟେ ଛୋଟ ଅଂଶ ହେଇଥିବ। ତେଣୁ ଛୋଟ ଅଂଶଟା ଆମର କଣ ହବ ନା, ଆମର ଏଇଠି BFC କଣ ହେଇଯିବ, BFC ଆମେ ଭଲ ଭାବରେ ଦେଖୁଛେ, ଏଇଟା ଆମର କ୍ଷୁଦ୍ର ଅଂଶ। ଏବଂ BAC ହେଇଗଲା ଆମର କଣ, BAC ହେଇଗଲା ଆମର ବୃହତ ଚାପ। ବୁଝିହେଲା ତ। ତାହେଲେ ତମକୁ ଯେତେବେଳେ କ୍ୱେଶ୍ଚିନ୍ ପଚାରିବ କ୍ଷୁଦ୍ର ଚାପ ବୃହତ ଚାପ, ତମକୁ ଆରାମସେ କରିପାରିବ ଏଇଭଳିଆ କ୍ୱେଶ୍ଚିନ୍। ତାପରେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ଏ କୋଣର ପରିମାଣ କେଉଁ କେନ୍ଦ୍ରସ୍ଥ କୋଣର ପରିମାଣର ଅର୍ଦ୍ଧେକ ହବ। କଣ ପଚାରିଛି ନା, ଏ କୋଣର ପରିମାଣ କେଉଁ କେନ୍ଦ୍ରସ୍ଥ କୋଣ ପରିମାଣର ଅର୍ଦ୍ଧେକ ହବ। ତେଣୁ ଆମେ ଜାଣିଛେ କେନ୍ଦ୍ରସ୍ଥ କୋଣ କଣ ନା, ଯୋଉଟା କଣ ହବ, କେନ୍ଦ୍ରକୁ ନେଇକି କଣ ହେଇଥିବ, ଦୁଇଟି ପୃଥକ ବିନ୍ଦୁ ସହିତ ଜଏନ ହେଇଥିବ
ଏବଂ ସେଇ କୋଣଟାକୁ କଣ କହିବା ଆମେ କେନ୍ଦ୍ରସ୍ଥ କୋଣ କହିବା। ତ ଏଇ ଯୋଉ ଓ ବିନ୍ଦୁ ଅଛି ଆମର ଓ ବିନ୍ଦୁ କଣ କରିବା ଆମେ ସି ବିନ୍ଦୁରୁ ଓ ପ୍ରତି ଅଙ୍କନ କରିବା ଏବଂ ବି ବିନ୍ଦୁରୁ ଓ ପ୍ରତି ଅଙ୍କନ କରିବା ଗୋଟେ ରେଖାଖଣ୍ଡ। ତାପରେ କଣ କରିବା ନା ଆମେ ଜାଣିଛେ ଯେ କେନ୍ଦ୍ରସ୍ଥ କୋଣ କୋଉଟା ମନେକର ଏଇଟା ଗୋଟେ କେନ୍ଦ୍ରସ୍ଥ କୋଣ କଣ ଅଛି ନା ବି ଅଛି। ତେଣୁ ଆର ଅଧା କିଏ ହବ ନା ଏଇ କୋଣ ହବ। ତେଣୁ ଏଇ ଯୋଉ ଏଇ କୋଣଟାର କଣ ହବ କାହାର ଅଧା ହବ କେନ୍ଦ୍ରସ୍ଥ କୋଣର ହବ। ତେଣୁ ଏଇ ଯୋଉ କେନ୍ଦ୍ରସ୍ଥ କୋଣ କୋଉଟା ନା ଆମର ବି କଣ ବି ତ ବି ଓ ସି କେନ୍ଦ୍ରସ୍ଥ କୋଣ ଲାଗି ଏ କୋଣର ପରିମାଣଟା କଣ ହବ ବି ଓ ସି କୋଣର ଅଧା ହବ। ତ ନେକ୍ସଟ ଦେଖିବା ଆମେ କଣ ଟ୍ରାଙ୍ଗେଲ ଏବିସି ରେ ଯଦି এবି ଇକ୍ୱାଲ ଟୁ ବିସି ହୁଏ ତାହେଲେ କେଉଁ ଚାପଦ୍ୱୟ ସର୍ବସମ ହେବେ। ତାହେଲେ এবି ଆଉ ବିସି ଯଦି ସମାନ ହେଲେ ତାହେଲେ କଣ ହେଇଯିବ ସେମାନଙ୍କର କରସ୍ପଣ୍ଡିଙ୍ଗ କଣ ହେଇଯିବ ବା ସେମାନଙ୍କର ଯଥାକ୍ରମେ ଥିବା ଚାପ ଗୁଡାକ ମଧ୍ୟ କଣ হবে ସର୍ବସମ ହେବେ। ତେଣୁ ଆମର ଯେହେତୁ এবି ଆମର ହେଇଗଲା ସର୍ବସମ କାହା ସହିତ এবି ଇକ୍ୱାଲ ଟୁ କଣ ହେଇଗଲା ବିସି ସହ ହେଇଗଲା। ତାହେଲେ এবି ଯାହା ଦ୍ଵାରା ସମ୍ପୃକ୍ତ କଣ ଚାପ ସର୍ବସମ ହବ କାହା ସହିତ ଯାହା ସହିତ ସେ ସର୍ବସମ ହେଇଛି। ମନେକର ଦେଖ এবି ଦେଇଛି ବିସି ସହିତ ଇକ୍ୱାଲ ଦେଇଛି ମାନେ ସେ ସର୍ବସମ। ତେଣୁ এবି ଇକ୍ୱାଲ ଟୁ ବିସି ଯେହେତୁ ତାହେଲେ এবି ଯାହା ସମ୍ପୃକ୍ତ ଯୋଉ ଚାପଟା ସୃଷ୍ଟି ହେଇଛି କଣ ହବ ନା ବିସି ଯାହା ସମ୍ପୃକ୍ତ ଯୋଉ ଚାପ ହେଇଛି ତା ସହିତ ସର୍ବସମ। ତେଣୁ କଣ କଣ ହବ ନା ଏ ଇ ବି ଏବଂ ବି ଏଫ ସି କଣ ହେଇଯିବ ଏ ଇ ଏ ଇ ବି ଚାପ ଏବଂ ବି ଏଫ ସି ଆମେ ଅଙ୍କନ କରିଦେଇଛେ ଏଇଠି। ତେଣୁ ଏ ଇ ବି ଏବଂ ବି ଏଫ ସି କଣ ହୁଏ ଚାପଦ୍ୱୟ ସର୍ବସମ ହୁଏ। ତମେ ମାନଙ୍କୁ ଉପପାଦ୍ୟରେ ଅନୁସିଦ୍ଧାନ୍ତରେ ବିଭିନ୍ନ ପ୍ରକାର ପ୍ରମେୟ ମାଧ୍ୟମରେ ବହୁତ ଗୁଡା ମାଧ୍ୟମରେ ମୁଁ ତମକୁ ବୁଝେଇଛି। ତମକୁ କୌଣସି ଅସୁବିଧା ହବ ନାହିଁ ତମେ ଏଇଗୁଡାକ 1 ମାର୍କ 2 ମାର୍କିଆ କୋଶ୍ଚିନ୍ କରିବା ପାଇଁ। ତ ନେକ୍ସଟ କୋଶ୍ଚିନ୍ ଦେଖିବା ଦୁଇଟି ସନ୍ନିହିତ ଚାପର ନାମ ଲେଖ ଯେପରିକି ସେମାନଙ୍କର ସଂଯୋଗ ବି ଏ ଡି ରେ ଗଠିତ ହେଇଥିବ ବି ଏ ଡି ରେ ଗଠିତ ହେଇଥିବ। ତାହେଲେ କଣ ଦେଇଛି ଆମେ ସନ୍ନିହିତ ଚାପ କେମିତି ଜାଣିବା ନା ସନ୍ନିହିତ ଚାପରେ କଣ ହବ ନା ଯେକୌଣସି ଦୁଇଟି ଚାପ କଣ ହବ ଗୋଟିଏ ସାଧାରଣ ବିନ୍ଦୁରେ ଲାଏ କରୁଥିବ। ତାହେଲେ ଗୋଟିଏ ସାଧାରଣ ବିନ୍ଦୁରେ କଣ ଲାଏ କରୁଥିବ ନା ଯଦି ଆମେ ଦେଖିବା ସେ କଣ ଦେଇଛି ବି ଏ ଡି ଚାପ ଦେଇଛି କଣ ଦେଇଛି ବି ଏ ଡି ଚାପ ଦେଇଛି। ତେଣୁ ସନ୍ନିହିତ ଚାପ ଆମେ କଣ କରିପାରିବା ନା ବି ଇ ଗୋଟେ ଚାପ କରିପାରିବା ଏବଂ ଇ ଡି ଗୋଟେ ଚାପ କରିପାରିବା। ଯାହା ଫଳରେ କଣ ହବ ଇ ଆମର କଣ ହେଇଯିବ ସାଧାରଣ ବିନ୍ଦୁ ହେଇଯିବ ଏବଂ ତାକୁ ଆମେ କଣ କହିପାରିବା ନା ସନ୍ନିହିତ ଚାପ କହିପାରିବା ବିଇ ଏବଂ ଇଡି। କିମ୍ବା ଆମେ କହିପାରିବା କଣ ଆମେ ଏତିକି ବି କହିପାରିବା ବି ଏ ଆଉ ଏଡି। କଣ କହିପାରିବା ବି ଏ ଆଉ ଏଡି ବୁଝିହେଲା ତ। ତ ନେକ୍ସଟ କ୍ୱେଶ୍ଚନ ଦେଖିବା ବି ଏଫ ସି ଉପରେ ଏପରି ଏକ ବିନ୍ଦୁ ପି ନିଅ ପି ନେଇଯିବା ଯେପରିକି ବିପିଏ କୋଣ କଣ ହେଇଯିବ ସି କୋଣ ସହିତ ସମାନ ହବ। ତ ବିପିଏ ତ ବି ଏଫ ସି ବି ଏଫ ସି ଉପରେ ଗୋଟେ ଏମିତି ଗୋଟେ ବିନ୍ଦୁ ନେଇଗଲେ ପି ନେଇଗଲେ ରୁହ ମୁଁ ତାକୁ ଇରେଜ କରିଦଉଛି ତମମାନଙ୍କୁ ଭଲରେ ବୁଝିବାକୁ ହବ। ଗୋଟେ ସେକେଣ୍ଡ ବୁମ୍ ରେଡି। ତ ନେକ୍ସଟ ଦେଖିବା କଣ ଅଛି ନା ଆମର ଗୋଟେ ବି ଏଫ ସି ଉପରେ ଏମିତି ଗୋଟେ ପି ବିନ୍ଦୁ ନେଲେ କଣ ହେଲେ ପି ବିନ୍ଦୁ ନେଲେ ଏବଂ ତା ସହିତ କଣ କଲେ ଏ ଚୟନ କଲେ କଣ କଲେ ଏ ଚୟନ କଲେ ଏ ଚୟନ କଲେ ଏଇ ବିନ୍ଦୁଟା ହଉଛି ଆମର କଣ ପି ବିନ୍ଦୁ। ତ ଏଇ ପି ବିନ୍ଦୁରୁ କଣ ହବ ଗୋଟେ ସେକେଣ୍ଡ ତ ଆମେ ଅଙ୍କନ କରିଦବା ଗୋଟେ ସୁନ୍ଦର ଅଙ୍କନ। ଏ ବିନ୍ଦୁରୁ କଣ କଲି ପି ବିନ୍ଦୁକୁ ଆରେ ଭାଇ ୟାର କଣ ହଉଛି ଓକେ ଠିକ ଅଛି ଆମେ ସେ ବିନ୍ଦୁଟା ପି ନେଇଯିବା ଆମେ ଆଜୁମ କରିକି ଦେଖିଦବା। ତ ଏଇ ବିନ୍ଦୁଟା ହେଲା ଆମର ପି ବିନ୍ଦୁ ଏବଂ ଯେତେବେଳେ କଣ ଦେଇଛି ଆମକୁ କଣ୍ଡିସନ ଦେଇଛି ବିପିସି କୋଣ ଇକ୍ୱାଲ କଣ ହେଇଯିବ ସି କୋଣ ହେଇଯିବ। ତ ସି କୋଣ ହେଇଗଲା ପରେ ଏପରି କେତୋଟି କେତୋଟି ବିନ୍ଦୁ ଅଛି ତାହେଲେ ଆ ଭଳିଆ କେତେଟା ବିନ୍ଦୁ ଅଛି ଏଡିସି ଉପରେ ଏପରି କିଛି ବିନ୍ଦୁ ଅଛି କି ଏଡିସି ଉପରେ ଏପରି କିଛି ବିନ୍ଦୁ ଅଛି ଯାହା ଫଳରେ କଣ ହବ ବି ଇ ଏ ଚାପଟା ଉପରେ ଏମିତି କିଛି ବିନ୍ଦୁ ଅଛି ଯୋଉଟା କଣ ହବ ଏଇଭଳି ଏକା ଗୋଟେ କଣ୍ଡିସନ ଆଣିବ। ଏଇଟା ତମମାନଙ୍କ ପାଇଁ କଣ ରହିଲା ହୋମୱାର୍କ ରହିଲା। ତମେ ଏଇଟାକୁ ହୋମୱାର୍କ ଭାବରେ କରିନିଅ ଏବଂ ତମର ସବୁ ଡାଉଟ କ୍ଲିୟର ହେଇଯିବ ବୁଝିହେଲା ତ। ତ ନେକ୍ସଟ ଦେଖିବା ଆମେ କଣ ନା 4 ନମ୍ବର 4 ନମ୍ବରରେ କଣ ଦେଲା ନା ଚିତ୍ର 2.51 ରେ ଏବିସିଡି ଏକ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ଯାହାର କର୍ଣ୍ଣଦେୟ ବୃତ୍ତର କେନ୍ଦ୍ର ଠାରେ କଣ କରିଛନ୍ତି ଛେଦ କରିଛନ୍ତି ଏବଂ ଏ ଇ ବି କୋଣ ହେଇଗଲା ଏ ଇ ବି କୋଣ ହେଇଗଲା ଆମର କେତେ 180 ଡିଗ୍ରୀ। ସେଇ ଚାପର କୋଣ କେତେ ହେଇଗଲା 180 ଡିଗ୍ରୀ ସରି 100 ଡିଗ୍ରୀ। ତେବେ କଣ ଦେଇଛି ଆମକୁ ତିନୋଟି ପ୍ରଶ୍ନ ଦେଇଛି କଣ ଦେଇଛି ନା ଚତୁର୍ଭୁଜର ସମସ୍ତ କୋଣର ପରିମାଣ ନିର୍ଣ୍ଣୟ କର ଏବଂ ଏ ଏଚ ଡି ବି ଏଫ ସି ମଧ୍ୟରେ କି ସମ୍ପର୍କ ଦେଖୁଛ ଏବଂ ଏ ବି ସି ଡି ଏକ କେଉଁ ପ୍ରକାର ଚତୁର୍ଭୁଜ।
ତ ନେକ୍ସଟ ଦେଖିବା କଣ ଦେଇଛି ନା ଏଇଟା ଗୋଟେ ଚିତ୍ର ଆମେ ନେଇଗଲେ ଆମକୁ କଣ ଦେଇଛି ନା AB ର ଚାପର କୋଣ ଦେଇଛି। ତେଣୁ ଚାପର କୋଣଟା ଆମେ ଜାଣିଛେ ଯେ ଏଇ କୋଣଟା ଏଇ ଯୋଉ କେନ୍ଦ୍ରସ୍ଥ କୋଣଟା ହଉଛି କଣ ସେଇ ଚାପର କୋଣ। ତ 100 ଡିଗ୍ରୀ ଆମକୁ ଦେଇଦେଇଛି ଏବଂ ବାକି ଦିଟା କୋଣ ଆମେ କଣ କରିପାରିବା ତାକୁ ଏଷ୍ଟିମେଟେଡ କରିପାରିବା କେମିତି ନା ଆମେ ଜାଣିଛେ ଯେ ଗୋଟେ ତ୍ରିଭୁଜର 180 ଗୋଟେ ତ୍ରିଭୁଜର ତିନୋଟି ଯାକ କୋଣ ମିଶି କେତେ ହବ 180 ଡିଗ୍ରୀ ହବ। ଏବଂ ଗୋଟିଏ କୋଣ ଯଦି ଆମର କଣ ହେଇଗଲା 100 ଡିଗ୍ରୀ ହେଇଗଲା ବାକି ଦିଟା କେତେ ହେଇଯିବ 80 ହେଇଯିବ। ତେଣୁ ବି ଓ ସି କୋଣଟା ଆମର କଣ ବି କେତେ ହେଲା ବି ଓ ଏ ଓ ବି ଆମେ ପାଇଗଲେ କେତେ 100 ଡିଗ୍ରୀ। ତେଣୁ କଣ ହେଇଗଲା ଆମର ଏଡିବି କୋଣ କେତେ ହେଇଗଲା ନା ଏଇ କୋଣଟା ଯେହେତୁ ଅଛି ଏଇଟା କଣ ହେଲା ବିପରୀତ ଚାପାନ୍ତଲିଖିତ କୋଣ। ତେଣୁ ହେଇଗଲା କଣ ଏଡିବି କୋଣ ହେଇଗଲା ଆମର କେତେ 50 ଡିଗ୍ରୀ। ଠିକ ସେମିତି କଣ ହେଇଯିବ ଏସିବି ମଧ୍ୟ କଣ ହେଇଯିବ ସେ 50 ଡିଗ୍ରୀ ବିପରୀତ ଚାପାନ୍ତଲିଖିତ କୋଣ। ତାପରେ ଆସିଲା କଣ ନା ଆମେ ଯେତେବେଳେ ଦେଖିଲେ ଏଇଠି ଚିତ୍ରରେ ଦେଖ ଓ ବି ଏସି ଗୋଟେ ସରଳ ରେଖା। ଯଦି ଏ ଓ ବି କୋଣ ଯଦି 100 ଡିଗ୍ରୀ ହେଇଗଲା ଆଉ କଣ ହେଇଯିବ ବି ଓ ସି କଣ ହେଇଯିବ 80 ଡିଗ୍ରୀ ହେଇଯିବ। କଣ ହେଇଯିବ ବି ଓ ସି କଣ ହେଇଯିବ 80 ଡିଗ୍ରୀ ହେଇଯିବ। ତାହେଲେ ବି ଏ ସି ପାଇଗଲେ କେତେ ଆମେ ବି ଏ ସି ଆଉ ବିଡିସି କଣ ପାଇଯିବା ବି ଏ ସି ଆଉ ବିଡିସି କୋଉଟା କୋଉଟା ଆମର ପାଇଯିବା ବି ଏ ସି ମାନେ ଏଇ କୋଣଟା ହଉଛି ଆମର 40 ଡିଗ୍ରୀ। ତା ସହିତ କଣ ହେଇଯିବ ବିଡିସି ମଧ୍ୟ ଏଇଟା କଣ ହେଇଯିବ 40 ଡିଗ୍ରୀ। ତାପରେ ଆମେ ପାଇଗଲେ କଣ ହେଇଗଲା ଏଇଟା 40 ପାଇଗଲେ ତାପରେ କଣ ପାଇବା ନା ଏ ଓ ଡି। ତ ଏ ଓ ଡି କଣ ହେଇଯିବ ନା ଆମର ହେଇଯିବ କେତେ 80 ଡିଗ୍ରୀ। କାହିଁକି ନା ଏଇଠି 50 ଡିଗ୍ରୀ ଏଇଠି 50 ଡିଗ୍ରୀ ହେଇସାରିଛି ଏବଂ 50 50 100 ହେଇସାରିଛି ଏବଂ ବାକିଟା ଯୋଉ ରହିଲା ସିଏ ହେଇଯିବ ଆମର 80। ମାନେ କଣ ଏ ଓ ଡି କଣ ହେଇଯିବ 80 ଏବଂ ଏସିଡି କୋଣ ଏବଂ ଏବିସି କୋଣ 40 ଡିଗ୍ରୀ। ତାପରେ ଆମେ ଯଦି ଦେଖିବା ତାହେଲେ ତାର କୋଣ ଗୁଡାକ ମିଶାଇବା ଆକୁ ବି 40 ପାଇଗଲେ ଆକୁ ବି କେତେ ପାଇଗଲେ 40 ପାଇଗଲେ ଆକୁ ବି 40 ପାଇଗଲେ ଆକୁ ବି 40 ପାଇଗଲେ। ତାହେଲେ ଟୋଟାଲ ମିଶେଇଦବା କେତେ ନା 50 40 କେତେ ହେଇଗଲା 90। ସବୁକୁ ତ ସବୁ ଦଉ କୋଣ କଣ ହେଇଯିବ ଏ କୋଣ ବି ହେଇଯିବ 90 ସି କୋଣ ବି ହେଇଯିବ 90 ବି କୋଣ ବି ହେଇଯିବ 90 ଏବଂ ଡି କୋଣ ମଧ୍ୟ କଣ ହେଇଯିବ 90 ହେଇଯିବ। ତେଣୁ ଆମେ କଣ ଦେଖିବା ନା ଡବଲ ଆଇ ପଏଣ୍ଟରେ ଆମେ ଦେଖିଥିଲେ ସେମାନେ ଏଚ ଡି ଆଉ ବି ଏଫ ସି ଚାପ ମଧ୍ୟରେ କଣ ରହିବ ନା ସେମାନେ ସର୍ବସମ ହେବେ। କଣ ହେବେ ସମ୍ପର୍କ ସେମାନଙ୍କର କଣ ହବ ସର୍ବସମ। ତାପରେ ଦେଖିବା ସେଇଟା ସେ ଚତୁର୍ଭୁଜଟା କଣ ନା ପ୍ରତ୍ୟେକ କୋଣ 90 ଡିଗ୍ରୀ ଯେହେତୁ ସେଇଟା କଣ ହେଇଯିବ ଆୟତକ୍ଷେତ୍ର ହେଇଯିବ। କଣ ହେଇଯିବ ଆୟତକ୍ଷେତ୍ର ହେଇଯିବ। ତ ନେକ୍ସଟ କୋଶ୍ଚିନ୍ ଯିବା 5 ନମ୍ବର। 5 ନମ୍ବର କୋଶ୍ଚିନ୍ କଣ ଦେଲା ନା ଚିତ୍ର 2.52 ରେ এবି ଓ ସିଡି ଯିବା ପରସ୍ପରକୁ ବୃତ୍ତର ଅନ୍ତଃସ୍ଥ ପି ଠାରେ ଛେଦ କରନ୍ତି। ଏଇ ଚିତ୍ର ମାଧ୍ୟମ ଦେଖ ଆମେ କଣ କରିଥିଲେ ଉଦାହରଣ 1 2 3 ଏହା ମାଧ୍ୟମରେ ସମାଧାନ କରିଥିଲେ ଏବଂ ପିବିଡି କୋଣ ଦେଇଦେଲା କେତେ 80 ଡିଗ୍ରୀ। ତ ପିବିଡି କୋଣ ଦେଇଦେଲା 80 ଡିଗ୍ରୀ। ତାହେଲେ କଣ ହେଇଯିବ ପିବିଟି କୋଣ ଯଦି 80 ଡିଗ୍ରୀ ହେଇଗଲା ତାହେଲେ ଆଉ ଗୋଟେ ଆମକୁ ଦେଇଦେଇଛି କ୍ୟାପ ବା ସିଏପି କୋଣ ଏଇଟା ଆମକୁ ଦେଇଦେଇଛି 45 ଡିଗ୍ରୀ। କେତେ ଦେଇଦେଇଛି 45 ଡିଗ୍ରୀ। ତ ଆମେ କଣ ପାଇବା ପ୍ରଶ୍ନ ଦେଇଛି ଯେ ବିପିଟି ଟ୍ରାଙ୍ଗେଲର କୋଣ ମାନଙ୍କ ଗୋଟେ ପରିମାଣ ଗୁଡେ ନିର୍ଣ୍ଣୟ କର। ବିପିଟି ଟ୍ରାଙ୍ଗେଲ ଏବଂ ଏପିସି ଟ୍ରାଙ୍ଗେଲ କୋଣ ପରିମାଣ ନିର୍ଣ୍ଣୟ କର ଏବଂ ଏପିସି ଆଉ ବିପିଟି ମଧ୍ୟରେ କଣ ଦେଖୁଛ ତମେ ସମ୍ପର୍କ। ତ ଦେଖ ପ୍ରଥମ ଜିନିଷ ଦେଇଦେଇଛି ପିବିଡି ବା ବିପିଡି ଦେଇଦେଇଛି କେତେ ଆମର ଗୋଟେ ସେକେଣ୍ଡ ବିପିଡି ନା ପିବିଡି ବିପିଡି ପିବିଡି ଦେଇଦେଇଛି ସରି ପିବିଡି ଦେଇଦେଇଛି ଆମକୁ କେତେ 80 ଡିଗ୍ରୀ ଦେଇଦେଇଛି ଏବଂ ସିଏପି ଦେଇଦେଇଛି 45 ଡିଗ୍ରୀ। ତ ବିସି ହେଇଗଲା ଆମର କଣ ଗୋଟେ ଚାପ। ତ ବିସି ଉପରିସ୍ଥ ସିଡି ବି କଣ ହେଇଗଲା ଗୋଟେ ବିପରୀତ ଚାପାନ୍ତଲିଖିତ କୋଣ। ତେଣୁ ବିପିସି ଆଉ ସିଏପି କଣ ହେଇଗଲେ 45 ଡିଗ୍ରୀ ହେଇଗଲେ। କଣ ହେଇଗଲେ 45 ଡିଗ୍ରୀ। ଠିକ ସେମିତି କଣ ହେଇଗଲା ବିପିଟି କୋଣଟା କଣ ହେଇଯିବ ନା 180 ଡିଗ୍ରୀ -80 -45। କାହିଁକି ନା ଆମେ ଡି କୋଣଟା ପାଇଯାଇଛେ କେତେ 45 ଡିଗ୍ରୀ। ତେଣୁ 80 45 125 ଏବଂ 180 ରୁ ଫେଡିଦେଲେ ଟ୍ରାଙ୍ଗେଲ ବିପିଟି ରେ କଣ ପାଇଯିବା ବିପିଟି କୋଣ ପାଇଯିବା 55 ଡିଗ୍ରୀ। ତ ଠିକ ସେମିତି କଣ ହେଇଗଲା ନା ଦ୍ଵିତୀୟରେ କଣ ପଚାରିଛି ନା ଏପିସି କୋଣର ଏପିସି ତ୍ରିଭୁଜରେ ସିଏପି କୋଣ ଦେଇଦେଇଛି 45 ଡିଗ୍ରୀ ଏବଂ ତା ସହିତ କଣ ଦେଇଛି ଆମେ ଏଇ କୋଣଟା କଣ ପାଇଯିବା ପି କୋଣଟା ଏପିସି କୋଣଟା ପାଇଯିବା ଆମେ କେତେ 55 ଡିଗ୍ରୀ। କାହିଁକି ନା ଆମେ ପାଇଛେ ବିପିଡି କୋଣ ପାଇଛେ 55 ଡିଗ୍ରୀ ଏବଂ ପ୍ରତିକ କୋଣ ଯେହେତୁ କଣ ପାଇଯିବା 55 ଡିଗ୍ରୀ ପାଇଯିବା କାହାକୁ ଏପିସି କୋଣକୁ। ତ ତାପରେ କଣ ପାଇଯିବା 80 ଡିଗ୍ରୀ ଆମକୁ କଣ କରିଛି ଆମେ ତାକୁ ବାକିଟା ବାହାରି ପଡିବ କାହିଁକି ନା ଇଏ 45 ଡିଗ୍ରୀ ସେ 55 ଡିଗ୍ରୀ 180 - 100
90 डिग्री ହେଇଗଲେ କେତେ ହେଇଯିବ? ସରି 100 डिग्री ଇକ୍ୱାଲ ଟୁ କେତେ ହେଇଯିବ? 80 डिग्री। ତେଣୁ କୋରେ କଣ ହେଇଗଲା ନା ଦୁଇଟି ଯାକ ତ୍ରିଭୁଜ କଣ ହେଇଗଲା? ସର୍ବସମ ହେଇଗଲା। କଣ ହେଇଗଲା? ସର୍ବସମ ବା ସାଦୃଶ୍ୟ ହେଇଗଲା। ତ ନେକ୍ସଟ କ୍ୱେଶ୍ଚିନ୍ ଯିବା 7 ନମ୍ବର। 7 ନମ୍ବର କ୍ୱେଶ୍ଚିନ୍ ଦେଖିବା। ଗୋଟେ ସେକେଣ୍ଡ, ତମର 6 ନମ୍ବର କ୍ୱେଶ୍ଚିନ୍ ବୋଧେ ଲେଖା ହେଇନି, ଏଇଠି କ୍ୱେଶ୍ଚିନ୍ ରହିଯାଇଛି। ତ ଦେଖ ଟ୍ରାଙ୍ଗେଲ ଏବିସିରେ ଏ କୋଣର ସମଦ୍ୱିଖଣ୍ଡ କଣ ହେଇଛି ନା ତ୍ରିଭୁଜର ପରିବୃତ୍ତକୁ ଡି ବିନ୍ଦୁରେ ଛେଦ କଲେ ପ୍ରମାଣ କର ଯେ ଟ୍ରାଙ୍ଗେଲ ବିଡିସି ସମଦ୍ୱିବାହୁ। ତାହେଲେ ଏଇ ଯୋଉ ଏ କୋଣଟାକୁ ସମଦ୍ୱିଖଣ୍ଡ କରିଛି, ତ୍ରିଭୁଜର ପରିବୃତ୍ତକୁ ଡି ବିନ୍ଦୁରେ ଛେଦ କରିଛି ବିସିଜିଆକୁ, ତାହେଲେ ବିଡିସି ଟ୍ରାଙ୍ଗେଲ ଟା କଣ ହବ? ଆମର ସମଦ୍ୱିବାହୁ ତ୍ରିଭୁଜ ହବ। ତ କଣ ହେଇଛି ନା ଆମର ଦତ୍ତ କୋଣ ଦେଇଛି ଏବିସି ରେ ଏ କୋଣର ସମଦ୍ୱିଖଣ୍ଡ ତ୍ରିଭୁଜର ପରିବୃତ୍ତକୁ ଡି ବିନ୍ଦୁରେ ଛେଦ କରେ, ଯୋଉଟା ବିସି କୁ ଛେଦ କରୁଛି, ଏବଂ ବିଡିସି କୁ ସମଦ୍ୱିବାହୁ ବୋଲି ଆମେ କଣ କରିବା? ପ୍ରମାଣ କରିବା। ତ ପ୍ରମାଣ କଣ ଆସିବ? ବିଏଡି କୋଣ ଅଛି ଆମର, କଣ ବିଏଡି କୋଣ ଇକ୍ୱାଲ ଟୁ ସିଏଡି କୋଣ, କାହିଁକି ନା ଯାହା ସମଦ୍ୱିଖଣ୍ଡ ହେଇଛି ତ ଦତ୍ତ ଅଛି ସେଇଟା ଆମର। ତାପରେ ଆମେ ଯଦି ସେଇ ଦିଟାକୁ ଇକ୍ୱାଲ କରିଦେଲେ, ତାହେଲେ ଆମେ ଜାଣିଦବା ଯେ ଦିଟା ଜ୍ୟା ସମାନ ଅଛି, ତେଣୁ ତାଙ୍କ ସେମାନଙ୍କର କରସ୍ପଣ୍ଡିଙ୍ଗ କଣ ସେଟା ଆମର ଚାପ। ଚାପ ବି ମଧ୍ୟ କଣ ଅଛି? ଚାପ ଦେବେ, ସର୍ବସମ ହେବେ। ତାହେଲେ କଣ ହେଇଯିବ? ବିଡି ଚାପ ଇକ୍ୱାଲ ଟୁ ସିଡି ଚାପ। ତ ବିଡି ଚାପ ଇକ୍ୱାଲ ଟୁ ସିଡି ଚାପ ହେଲେ ଆମେ ଆଉ ଗୋଟେ ମଧ୍ୟ ଲେଖିପାରିବା, ଚାପ ଦ୍ୱୟ ସର୍ବସମ ହେଲେ କଣ ହେଇଯିବ? ବିଡି ବାହୁ ଇକ୍ୱାଲ ଟୁ ସିଡି ବାହୁ ବା ଡିସି ବାହୁ ସର୍ବସମ ହେବେ। ତେଣୁ ଜ୍ୟା ଦ୍ୱୟ ମଧ୍ୟ କଣ ହେବେ? ସର୍ବସମ ହେବେ, ଏବଂ ବିଡି ଇକ୍ୱାଲ ଟୁ ଡିସି ହେଇଯିବା ଫଳରେ କଣ ହେଇଯିବ? ଦୁଇଟି ବାହୁ ସମାନ ହେଇଗଲା, ଏବଂ ବିଡିସି କଣ ହେଇଯିବ? ଗୋଟେ ସମଦ୍ୱିବାହୁ ତ୍ରିଭୁଜ ହେଇଯିବ। କଣ ହେଇଯିବ? ସମଦ୍ୱିବାହୁ ତ୍ରିଭୁଜ ହେଇଯିବ। ତ ନେକ୍ସଟ ଦେଖିବା 7 ନମ୍ବର କ୍ୱେଶ୍ଚିନ୍। ତ 7 ନମ୍ବର କ୍ୱେଶ୍ଚିନ୍ ଟା ତମର କଣ ହେଇଛି ନା ଉଦାହରଣ 3 କୁ ଉଦାହରଣ 2, 3 କୁ ବେଶ କରିକି ହେଇଛି। ତମେ ଏଇଟାକୁ ଦେଖିକି ପୁରା ଡିଟୋ କୁ ଡିଟୋ ପୁରା ସେମ ଅଛି। ତମେ ଖାଲି କଣ କରିବ ନା ତାକୁ ସଲ୍ଭ କରିବ। ଦେଖ ମୁଁ ତମକୁ ତଥାପି ଆନ୍ସର ସିଟ୍ ଦେଇଦେଇଛି, ତମେ କଣ କରିବ? ତାକୁ ଫଲୋ କରିବ। ମୁଁ ତାର ଭାଲ୍ୟୁ କାଢି ଦେଇଛି ମତେ। ତମେ ଯେକୌଣସି ଜାଗାରେ ଅସୁବିଧା ହବ ତମେ କଣ କରିବ? ପଜ କରିକି ତାକୁ ଲେଖିପାରିବ। ତ ଆମର କଣ ହେଇଗଲା? 7 ନମ୍ବର କ୍ୱେଶ୍ଚିନ୍ ଟା ତମମାନଙ୍କ ପାଇଁ ହୋମୱାର୍କ ରହିଗଲା। ତମମାନଙ୍କ ପାଇଁ ଉଦାହରଣ 3 ରେ ଯାହା ବି ଉଦାହରଣ 2, 3 ରେ ମୁଁ ଯାହା ବି କରିଛି ସବୁ ୟା ଭିତରେ ରହିଛି। ଦେଖ ପ୍ରଥମେ କଣ ଦେଇଛି? ଟ୍ରାଙ୍ଗେଲ ଏପିଆର ଟ୍ରାଙ୍ଗେଲ ଏକ୍ୟୁସି ର କଣ ହେଇଯିବ? ସାଦୃଶ୍ୟତା କରିବା। ଯେକୌଣସି ଦୁଇଟି ସାଦୃଶ୍ୟକୁ ନେଇ କଣ କରିବା? ଆମେ ତାକୁ ସାଦୃଶ୍ୟତା ବା ସର୍ବସମ କରିବା। ତାପରେ ଟ୍ରାଙ୍ଗେଲ ଏପିସି କୁ ମଧ୍ୟ କରିବା, ଟ୍ରାଙ୍ଗେଲ ଏଆରକ୍ୟୁ କୁ ମଧ୍ୟ ସେମିତି କରିବା। ଏବଂ ଟି ଯଦି ଗୋଟେ ଛେଦ ବିନ୍ଦୁ ହୁଏ ପି ଏସ୍ କ୍ୟୁ ଆର ର, ତାହେଲେ ଆମେ ପ୍ରମାଣ କରିବା ଟିପି ଡଟ ଟିଏସ୍ ଏବଂ ଟିଆର ଇଣ୍ଟୁ ଟିକ୍ୟୁ। ଆମେ ତାକୁ ପ୍ରମାଣ କରିଥିଲେ ଉଦାହରଣ 2 ରେ। ତାପରେ ଆମେ ଦେଖିଥିଲେ ଯେ ଗୋଟେ କଣ ପିଟିଆର କଣ ହେଇଯିବ ନା ହାଫ କ୍ୟୁଏସ୍ ଚାପର କୋଣ ମାଇନସ ପିଆର ଚାପର କୋଣ। ତ ଆକୁ ଆମେ କଣ କରିଥିଲେ? ଉଦାହରଣ 3 ରେ କରିଥିଲେ। ଯେମିତି କରିଥିଲେ ତାକୁ ମୁଁ ଫଲୋ କରିକି କଣ କରିଛି ତମକୁ ଏଠି ପ୍ରୋଭାଇଡ କରିଛି। ତ ତମେ ଆକୁ କଣ କରିବ? ଦେଖିକି ୟୁଜ କରିବ। କଣ କରିବ? ୟୁଜ କରିବ। ତ ତମମାନଙ୍କ ପାଇଁ ଏଇଟା ହୋମୱାର୍କ ରହିଲା। ନେକ୍ସଟ କ୍ୱେଶ୍ଚିନ୍ ଆମେ ଯିବା 8 ନମ୍ବର କ୍ୱେଶ୍ଚିନ୍। 8 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି ନା ଏବିସି ବୃତ୍ତରେ କଣ ଦେଇଛି ନା ଏ ଏକ୍ସ ବି ବିୟୁଆଇସି ଦୁଇଟି ଚାପ ରହିଛି। ଏ ଏକ୍ସ ବି ଏବଂ ବିୟୁଆଇସି ଦୁଇଟି ଚାପ ରହିଛି। ସେମାନଙ୍କର ଡିଗ୍ରୀ ପରିମାପ ହେଲା 80 डिग्री। ତାହେଲେ ଏ ଏକ୍ସ ବି ର ମାପ ହେଇଗଲା କେତେ? 80 डिग्री। ଏଇଟା ଆମର 80 डिग्री କେତେ? 80 डिग्री। ଏଇଟା ଆମର କେତେ? 140 डिग्री। 140 डिग्री। ତ 140 डिग्री ସେ 80 डिग्री, ତାହେଲେ ବାକିଟା କେତେ ରହିଲା ନା ଏଇଟା ଯଦି 220 ହେଇଗଲା, ବାକିଟା କେତେ ରହିଲା? 140 ରହିଲା। ତ ଆମେ ଦେଖିପାରିବା ଯେ ବିଏସି କୋଣ ନିର୍ଣ୍ଣୟ କରିବାକୁ ଦେଇଛି। କଣ ଦେଇଛି? ବିଏସି ତା ମାନେ କଣ? ଏଇ କୋଣଟା କଣ ହେଇଯିବ? ଏଇ କୋଣଟା ଆମକୁ କଣ କରିଛି? ବାହାର କରିବାକୁ ଦେଇଛି ବିଏସି। ତ ଏଇ ଯୋଉ ବିଏସି କୋଣ ରହିଲା, ଏଇ କୋଣଟା ଆମର କେତେ ହବ ନା ଏଇ କୋଣର ଅଧା ହବ। କାହିଁକି ନା ଏଇଟା କଣ ହଉଛି? ବିପରୀତ ଚାପାନ୍ତ ଲିଖିତ କୋଣ। ତେଣୁ କେତେ ହେଇଯିବ? ଏଇଟା ଆମର ହେଇଯିବ 70 डिग्री। କେତେ ହେଇଯିବ? 70 डिग्री। ତମେ ଚିତ୍ର ଦେଖିଦେଲା ମାନେ ତମେ ଆରାମସେ ସବୁ ପ୍ରକାର କୋଶ୍ଚିନ୍ କରିବ, ଏବଂ ପରୀକ୍ଷାରେ ଏଇଥିରୁ କୋଶ୍ଚିନ୍ ପଡିବାଟା 101 ମାର୍କିଆ କୋଶ୍ଚିନ୍। ତ ନେକ୍ସଟ ଦେଖିବା ଏବିସି ଚାପର କୋଣ କେତେ ହବ? ଏବିସି ଚାପର କୋଣ ପରିମାଣ କେତେ ହବ? ନା ଦିଟାକୁ ମିଶାଇଦବା। 140 ପ୍ଲସ 80 କେତେ ହେଇଯିବ? 220 डिग्री। କଣ ହେଇଯିବ? 220 डिग्री। ବୁଝିହେଲା ତ? ଏମିତି ସର୍ଟ ସର୍ଟ ଟ୍ରିକ୍ ଅଛି, ଆଉ ଅଧିକ କିଛି ତମର ଏଇ ଚାପ୍ଟର ରେ ନାହିଁ। ତାପରେ ଦେଖିବା ଏସିବି କୋଣ ନିର୍ଣ୍ଣୟ କର। ଏସିବି ଚାପର କୋଣ ଏସିବି କଣ ହେଲା? ଏସିବି ମାନେ 80 ଫେଡିଦବ 360 ରୁ କେତେ ହେଇଗଲା? 140। 140 କେତେ ହେଇଗଲା? 280। କେତେ ହେଲା? 280।
ଏବଂ ଏ ଜେଡ୍ ସି ଏବଂ ବି ୱାଇ ସି ମଧ୍ୟରେ ସମ୍ପର୍କ କଣ? ଏ ଜେଡ୍ ସି ଏବଂ ବି ୱାଇ ସି ରେ କଣ ହବ ନା ଦୁଇଟି ଯାକ ଚାପ କଣ ହେବେ? ସର୍ବସମ ହେବେ। ସେମାନଙ୍କର ଚାପର ପରିମାପ ସମାନ ଅଛି। ତେଣୁ ଆମେ ଦେଖିଥିବା କଣ କଣ ଅଛି। ତ ପ୍ରଥମ ଜିନିଷ ଆସିଲା କଣ? ଭାଲ୍ୟୁ ପାଇଗଲେ ଯେ ଆମେ କେତେ ପାଇଗଲେ? 140 ଡିଗ୍ରୀ ପାଇଗଲେ କାହାକୁ? ଏ ଜେଡ୍ ସି ର ଭାଲ୍ୟୁ ଆମେ ବାହାର କରିଦେଲେ ପ୍ରଥମେ। ଏଇ ଭାଲ୍ୟୁଟା ଆମେ କେତେ ପାଇଗଲେ? 140 ପାଇଗଲେ। ଏଇଟା ବି 140 ଏବଂ ଏଇଟା ମଧ୍ୟ କଣ? 80। ତ ତିନିଟା ଯାକ ମିଶି କେତେ ହବ? ଆମ 360 ଡିଗ୍ରୀ ହବ। ତ ପ୍ରଥମ କ୍ୱେଶ୍ଚିନ୍ ଆସିଲା ବିଏସି କଣ? ତେଣୁ ହାଫ୍ ଇଣ୍ଟୁ କଣ ହେଇଯିବ? ବି ୱାଇ ସି ଚାପ। ତେଣୁ ହାଫ୍ ଇଣ୍ଟୁ 140 କେତେ ହେଇଗଲା? 70 ଡିଗ୍ରୀ। ତ ମୁଁ ଯେମିତି ସର୍ଟ ଟ୍ରିକ୍ ଦେଇଥିଲି ସେ ଅନୁସାରେ ତମେ କରିବ। ତ ଏବିସି ଚାପ କଣ ହବ ନା ଯେତେବେଳେ ଆମେ ଏବିସି ଚାପ କରିବେ ଏଇ ଦିଟାକୁ ମିଶେଇ ଦବା କିମ୍ବା ଟୋଟାଲ 360 ରୁ କଣ କରିବା? ଏ ଜେଡ୍ ସି କୁ ଫେଡ଼ିଦବା। ଏଠି ସେ ଏ ଜେଡ୍ ସି କୁ ଫେଡ଼ି ଦେଇଛନ୍ତି ଯାହାଫଳରେ କେତେ ଅଛି? 220 ଆସିଛି। ଠିକ୍ ସେମିତି ଏଇଟା ମଧ୍ୟ କଣ ହେଇଛି? ଦିଟାକୁ ମିଶେଇ ଦେଇକି 280 ପାଇଛନ୍ତି। ଏବଂ ଆଇବି ରେ କଣ ଦେଇଥିଲେ ସେମାନଙ୍କ ମଧ୍ୟରେ ସମ୍ପର୍କ କଣ? ନା ଏ ଜେଡ୍ ସି ଏବଂ ବି ୱାଇ ସି ଚାପ କଣ ହେବେ? ପରସ୍ପର ସର୍ବସମ ହେବେ। ପରସ୍ପର କଣ ହେବେ? ସର୍ବସମ ହେବେ। ତ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ତ 9 ନମ୍ବର କ୍ୱେଶ୍ଚିନ୍ ତମାନଙ୍କ ପାଇଁ ଅଛି। ଏକ ବୃତ୍ତରେ କଣ ହବ? ଏକ ବୃତ୍ତର କେନ୍ଦ୍ର O ଏବଂ AB ଏକ ବ୍ୟାସ ଅଛି। କଣ ଚିତ୍ରରେ ତମେ ଦେଖିପାରୁଥିବ ବୃତ୍ତର ଉପରିସ୍ଥ P ଓ Q ବିନ୍ଦୁ ଦ୍ୱୟ AB ର ଏକ ପାର୍ଶ୍ୱରେ ଅବସ୍ଥିତ। AB ର ଗୋଟେ ପାର୍ଶ୍ୱରେ ଅବସ୍ଥିତ ଅଛନ୍ତି। ଓକେ, କିଛି କଥା ନାହିଁ। A ଓ P ପ୍ରାନ୍ତ ବିନ୍ଦୁ ବିଶିଷ୍ଟ ଚାପର ଡିଗ୍ରୀ ପରିମାପ ହେଲା 60 ଡିଗ୍ରୀ। ତ P ବିନ୍ଦୁ ଏବଂ A ମଧ୍ୟରେ ଚାପର ଯୋଉ ପରିମାପ ହେଲା କେତେ ହେଲା? 60 ଡିଗ୍ରୀ। ଏବଂ P ଆଉ Q ମଧ୍ୟରେ ଯୋଉଟା ରହିଲା ସେଇଟା ଆମର କଣ ହେଲା? ଗୋଟେ ସେକେଣ୍ଡ କଣ ଦେଲା ଆଉ ଗୋଟେ ନା ବି ଆଉ କଣ କ୍ୟୁ ମଧ୍ୟରେ ଚାପ ଡିଗ୍ରୀ କେତେ ଦେଇଦେଲା? ବି ଆଉ କ୍ୟୁ ମଧ୍ୟରେ ଦେଇଦେଲା 50 ଡିଗ୍ରୀ। ତ ତମକୁ କଣ କଣ ପଚାରି ଦେଇଛି ନା ଏ କ୍ୟୁ ମଧ୍ୟରେ କଣ ପଚାରିଛି? ଏ ଓ କ୍ୟୁ ପ୍ରାନ୍ତବିନ୍ଦୁ କ୍ଷୁଦ୍ର ଚାପର ଡିଗ୍ରୀ। ଏ କ୍ୟୁ ମଧ୍ୟରେ କ୍ଷୁଦ୍ର ଚାପର ଡିଗ୍ରୀ କେତେ ହବ ତମକୁ ସେଇଟା ସେ ପଚାରିଛି। ତ କ୍ଷୁଦ୍ର ଚାପର ଡିଗ୍ରୀ ମାପିବା ପାଇଁ ହେଲେ କଣ ହବ? ପି ଆଉ କ୍ୟୁ ର ବାହାର କରିବାକୁ ପଡିବ। ଏବଂ ପଚାରିଛି ଆଇ ରେ ଗଲା ଏ କ୍ୟୁ ର ଗଲା ପି ବି ମଧ୍ୟରେ ପଚାରିଛି ଏବଂ ପି କ୍ୟୁ ବୃହତ ଚାପର ଭାଲ୍ୟୁ ପଚାରିଛି। ତ ବୃହତ ଚାପ କ୍ଷୁଦ୍ର ଚାପ ବିଷୟରେ ତମକୁ ଜାଣିବାକୁ ପଡିବ। ତ ପ୍ରଥମେ କଣ ଆସିଲା? ଏ ଓ ପି କୋଣ ଦେଇଦେଇଛି ଆମକୁ କେତେ? 60 ଡିଗ୍ରୀ ଅଛି ଏବଂ ବି ଓ କ୍ୟୁ ଅଛି କେତେ? 50 ଡିଗ୍ରୀ। ତ ବାକି ରହିଲା ପି ଓ କ୍ୟୁ। ତ ପି ଓ କ୍ୟୁ ଚାପର କଣ ହେଇଯିବ ନା 180 ଡିଗ୍ରୀ ମାଇନସ 60 ଡିଗ୍ରୀ ପ୍ଲସ 50 ଡିଗ୍ରୀ ମାନେ କେତେ ରହିଲା? 70 ଡିଗ୍ରୀ ଆଉ ରହିଲା। ତ ପି ଓ କ୍ୟୁ ର କୋଣ ହେଇଗଲା କେତେ? 70 ଡିଗ୍ରୀ। ତ ଏଇ 70 ଡିଗ୍ରୀ ରହିଲା ପରେ ଆମ ପାଖରେ ଆଉ କିଛି ନାହିଁ। ଏବେ ତମେ ବିନା ଟେନସନରେ ଏ କ୍ୟୁ ର ଚାପ ବାହାର କରିପାରିବ। ଏ କ୍ୟୁ ର ଚାପ କେତେ ହବ? ନା 60 ଡିଗ୍ରୀ ପ୍ଲସ 70 ଡିଗ୍ରୀ ବା ଏ ଓ ପି ର ଚାପ କୋଣର ପରିମାଣ ପ୍ଲସ ପି ଓ କ୍ୟୁ ଚାପର କୋଣର ପରିମାଣ ମିଶାଇ ଦେଲେ ହେଇଯିବ କେତେ? 130। ଠିକ ସେମିତି ପିବି ର ପଚାରିଛି 70 ପ୍ଲସ 50 କେତେ ହେଇଯିବ? 120 ଡିଗ୍ରୀ। ଏବଂ ପି କ୍ୟୁ ର କଣ ହେଇଯିବ? ନା ବୃହତ ଚାପର ଡିଗ୍ରୀ ପରିମାପ ହେଇଯିବ କେତେ ଆମର? 70। କଣ ହେଇଯିବ? 70 ହେଇଯିବ। ତ ବୃହତ ଚାପ ସେ ପଚାରିଛି। କିନ୍ତୁ ତମେ ଏଠି ଟେନସନ ନବନି କାହିଁକି ନା ପି କ୍ୟୁ ପ୍ରାନ୍ତ ବିଶିଷ୍ଟ ସେ ପଚାରିଛି। ତ ତମେ ଏଠି କଣ କରିପାରିବ? ଏଇ ଭାଲ୍ୟୁ ଗୁଡାକ ତମେ ବାହାର କରିପାରିବ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଆମେ 10 ନମ୍ବର କ୍ୱେଶ୍ଚିନ୍। 10 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି ନା এবି ଆଉ ସିଡି ଦୁଇଟି ସମାନ୍ତର ଯେ ପ୍ରମାଣ କର ଯେ ଏଇ ଚାପ ଦିଟା ଚାପ ଦିଟା କଣ ହବ ନା ସମାନ ହବ ଏବଂ ଏସି ଇକ୍ୱାଲ ଟୁ ବିଡି ହବ। କଣ ହେଇଯିବ? ଏସି ଇକ୍ୱାଲ ଟୁ ବିଡି ହେଇଯିବ। ତମମାନେ କଣ କରିଥିଲି? ଉପପାଦ୍ୟରେ ମୁଁ ପଢେଇଥିଲି ଏବଂ ତା ସହିତ କଣ କରିଥିଲି? ଅନୁସିଦ୍ଧାନ୍ତରେ ମଧ୍ୟ ପଢେଇଥିଲି। ତେଣୁ କଣ କରିନବ? ପ୍ରଥମେ ଦିଟା ନେଇଗଲେ ଏ ବି ସି ଡି ନେଇଗଲ ଏବଂ ତାପରେ କଣ କରିଦେଲ? ବିସି ଅଙ୍କନ କରିଦବ ଏବଂ ସି କୋଣ ବି କୋଣ ଏକାନ୍ତର କୋଣ ହେଇଯିବ ଯାହା ଫଳରେ ସେମାନେ କଣ ହେଇଯିବେ? ସମାନ ହେଇଯିବେ। ଏକ୍ସ ସି କଣ ହେଇଯିବ? ବି ୱାଇ ଡି କଣ ଚାପ ସେମାନେ କଣ ହେଇଯିବେ? ସର୍ବସମ ହେଇଯିବେ। ଏବଂ ଯେହେତୁ ଏକ୍ସ ସି ଚାପ ସମାନ ହେଇଯିବ ବି ୱାଇ ଡି ଚାପ ସମାନ ହେଇଯିବ ତାହେଲେ ଏସି ଇକ୍ୱାଲ ଟୁ ବିଡି ହେଇଯିବ। ତମମାନଙ୍କ ପାଇଁ ଏଇଟା ହୋମୱାର୍କ ରହିଲା। ତମେ ନିଜ ମନକୁ ମନ କରିବ, ଟେନସନ ନବାର ନାହିଁ କାହିଁକି ନା ମୁଁ ତମମାନଙ୍କୁ ଗତ କ୍ଲାସରେ ବୁଝେଇଥିଲି। ତ ନେକ୍ସଟ ଦେଖ ଏବିସିଡି ଏକ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ। ଯଦି ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ହେଲେ ତାହେଲେ କଣ କଣ୍ଡିସନ ଦେଇଛି? ଏସି ଇକ୍ୱାଲ ଟୁ ବିଡି ହେଲେ ଏବିସିଡି এবି ସମାନ୍ତର ସିଡି ହେଲେ ପ୍ରମାଣ କରା ଯେ ଏଡି ଇକ୍ୱାଲ ଟୁ ବିସି। ବୁଝିପାରୁଛ ନା ନାଇଁ? ଗୋଟେ ଆୟତ କ୍ଷେତ୍ର ଦେଇଦେଇଛି କଣ ହେଇଛି ନା ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ଅଛି। ତା ଭିତରେ କଣ ହବ ନା ଯଦି ଦେଇଦେଇଛି ଆମକୁ କଣ ଏଡି ଇକ୍ୱାଲ ଟୁ କଣ ଏସି ଇକ୍ୱାଲ ଟୁ ବିଡି ମାନେ କର୍ଣ୍ଣ ଦ୍ୱୟ ଆମକୁ ଦେଇଦେଇଛି ସମାନ। ତ ତାପରେ ଦେଇଦେଇଛି এবି ସମାନ୍ତର ସିଡି। ତ এবି ସମାନ୍ତର ସିଡି ଏବଂ ଏସି ଇକ୍ୱାଲ ଟୁ ବିଡି। ତେଣୁ କଣ ହେଇଗଲା ଆମ ପାଖରେ ଚାପ କଣ ହେଇଯିବ? ସର୍ବସମ ହେଇଯିବ। ଦତ୍ତ ଅଛି ପ୍ରମାଣରେ ଏସି ଇକ୍ୱାଲ ଟୁ ବିଡି ସମାନ ଅଛି। ତେଣୁ ହେଇଯିବ କଣ? ଏସି ଇକ୍ୱାଲ ଟୁ ବିଡି ହେଇଗଲେ ଆମେ ପାଇଯିବା ଯେ ଏଡିସି ଚାପ ଇକ୍ୱାଲ ଟୁ କଣ ହେଇଯିବ? ବିସିଡି ଚାପ।
ଏଡିସି ଚାପ ସର୍ବସମ କଣ ହେଇଯିବ ବିସିଡି ଚାପ ଉପବାଦ୍ୟ ଅନୁସାରେ। ତାପରେ କଣ କରିପାରିବା ଆମେ ତାକୁ ଡିଭାଇଡ କରିକି ଲେଖିପାରିବା। କେମିତି ଲେଖିପାରିବା ନା ଏଡିସି ଚାପକୁ ଆମେ ଲେଖିପାରିବା ଏକ୍ସ ଡି ପ୍ଲସ ଡି ୱାଇ ସି ଏବଂ ବିସିଡି କଣ ଲେଖିପାରିବା ଡି ୱାଇ ସି ପ୍ଲସ ବିଜେଡ ସି। ତ ଉଭୟ ପାର୍ଶ୍ୱରୁ ଆମେ କଣ କରିବା ଡି ୱାଇ ସି କୁ ଡି ୱାଇ ସି କୁ କାଟିଦବା ଏବଂ ଯାହା ଫଳରେ କଣ ରହିବ ଏକ୍ସ ଡି ଚାପ ଇକ୍ୱାଲ ଟୁ କଣ ହେଇଯିବ ବିଜେଡ ସି ଚାପ ଏବଂ ସେଇ ଚାପ ଦ୍ୱୟ ସର୍ବସମ ହେଲା ମାନେ କଣ ହେଇଯିବ ଏଡି ଇକ୍ୱାଲ ଟୁ ବିସି ହେଇଯିବ। କଣ ହେଇଯିବ ଏଡି ଇକ୍ୱାଲ ଟୁ ବିସି ହେଇଯିବ। ଏବଂ ତାପରେ ଦେଇଛି ଯେ ସେଇ ଯୋଉ ଚତୁର୍ଭୁଜଟା ରହିଛି ସେଇଟା ଗୋଟେ ଆ ଆମର କଣ କରିବାର ଅଛି ତ କୋଶ୍ଚିନ୍ ଟାକୁ ଭଲ ଭାବରେ ଆଉ ଥରେ ଦେଖିଦବା। ସେକେଣ୍ଡରେ ଆସିଲା ଏଡି ଇକ୍ୱାଲ ଟୁ ବିସି ହେଲେ ପ୍ରମାଣ କର ଯେ ଏସି ଇକ୍ୱାଲ ଟୁ ବିଡି ଏବଂ এবି ସମାନ୍ତର ସିଡି। ତ ତାର 22 ବର୍ଷ ଦେଇଛି ତମେ ଆରାମସେ ସେଇଟା କରିପାରିବ କିଛି ଅସୁବିଧା ନାହିଁ। ତୁମମାନଙ୍କ ପାଖରେ କଣ କରିଛି ମୁଁ ଦେଖେଇ ଦେଇଛି କଣ ସମାଧାନ କରିଦେଇଛି। ତମେ ତାକୁ କଣ କରିବ କିଛି ଅସୁବିଧା ନାହିଁ। ତମେ କଣ କରିବ ଚାପ ଦିଟା ସର୍ବସମ ଅଛି ତେଣୁ ଜ୍ୟା ଦିଟା ସର୍ବସମ ହେବେ ଏବଂ ତାକୁ କଣ କରିବ ତାକୁ ଭାଙ୍ଗିବ। ଯଦି ତା କର୍ଣ୍ଣ ଦିଟାଙ୍କ ଇକ୍ୱାଲ ଅଛି ତାହେଲେ ସେଇ ଜ୍ୟାଟା ବି ଗୋଟେ କଣ କରିବ ଗୋଟେ ଚାପ ହୋଲ୍ଡ କରୁଛି। ସେ ଚାପଟା କଣ ହବ ଦୁଇଟି ଚାପର ସମ୍ମିଳିତ ହେଇଛି ତେଣୁ ସେ ଚାପ ଦିଟାକୁ ମିଶେଇବ ତାକୁ ଭାଙ୍ଗିବ। ତାପରେ କଣ କରିବ ଉଭୟ ପାର୍ଶ୍ୱ କାଟିଦେଲା ପରେ ଆମେ ପାଇଯିବା ଯେ এবି ସମାନ୍ତର ସିଡି। ବୁଝିଲା ତ ଏଇଟା ତମମାନଙ୍କ ପାଇଁ ହୋମୱାର୍କ ରହିଲା। ଦେଖ ତମମାନଙ୍କୁ ମୁଁ ସବୁ ହୋମୱାର୍କ ଦଉନି ତ ମୁଁ ଯେତିକି ପାରୁଛି ତମମାନଙ୍କୁ ବୁଝେଇ ବୁଝେଇ ଯାଉଛି ଏବଂ ଯୋଉଠି ତମମାନେ ଅସୁବିଧାରେ ପଡିବ ସେଇଠି ମୁଁ କହିଦଉଛି କଣ କଣ ହବ ଏବଂ ଯୋଉଟା ସହଜ ଜିନିଷ ବାରମ୍ବାର ସେଗୁଡା କରିବା କିଛି ଆବଶ୍ୟକ ନାହିଁ। ଥରଟେ ପ୍ରାକ୍ଟିସ କରିଦେଲେ ସରିଲା। ଯୋଉ ଜିନିଷଟା ଥରେ ମନେ ରହିଯାଉଛି ତାକୁ ବାରମ୍ବାର ମନେ ରଖିବା କିଛି ଆବଶ୍ୟକ ନାହିଁ। ଯୋଉ ଜିନିଷ ମନେ ରହୁନି ତା ପ୍ରତି ଆମେ ଫୋକସ କରିବା। ଧର ତମେ ଏଇନେ ଭାତ ଖାଇପାରୁଛ ଯଦି ତମେ ଏଇନା କଲରା ଖାଇପାରୁଛ କି କଲରା ଖାଇବାକୁ ତମେ ଚେଷ୍ଟା କରିବ। ଯୋଉ ଜିନିଷଟା ତମର ହଉନି ତମେ ତାକୁ ଚେଷ୍ଟା କର। କଥା ଅଛି ବୁଝୁ ନ ବୁଝୁ ପଢ ଗୀତା ରୁଚୁ ନ ରୁଚୁ ଖା ପିତା। ବୁଝିପାରୁଛ ନା ନାଇଁ ତ ସେଇ ଅନୁସାରେ ତମକୁ କଣ କରିବାକୁ ପଡିବ ବହୁତ ଗୁଡେ ଜିନିଷ ଶିଖିବାକୁ ଅଛି। ତମେ ଭାବିନିଅନି ଯେ ତମର ବୋର୍ଡ ସରିଗଲା ପରେ ତମେ ଫ୍ରି ହେଇଗଲ। ତାପରେ ବହୁତ ଗୁଡେ ଜିନିଷ ଅଛି ତମେ ବହୁତ ଗୁଡେ ଜିନିଷ ଶିଖିବାକୁ ପାଇବ। ତ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା 12 ନମ୍ବର କ୍ୱେଶ୍ଚିନ୍ ଦେଇଛି ଗୋଟିଏ ବୃତ୍ତରେ ଏକ୍ସ ବି ଏକ ଚାପ ଦେଇଦେଇଛି ଏବଂ ପ୍ରମାଣ କର ଯେ ଏକ୍ସ ବି ର ଏକ ଅନ୍ତସ୍ଥ ବିନ୍ଦୁ କେବଳ ଗୋଟିଏ ବିନ୍ଦୁ ସି ଅଛି ଯେପରି ଏସି ଚାପ ଏବଂ ବିସି ଚାପ ଦ୍ୱୟ ସର୍ବସମ ହେବେ। ତାହେଲେ ଚାପ ଦ୍ୱୟ ସର୍ବସମ ହେଲା ମାନେ କଣ ସେମାନଙ୍କର ଜ୍ୟା ମଧ୍ୟ କଣ ହବ ସର୍ବସମ ହବ। ତେଣୁ ସି ବିନ୍ଦୁକୁ ଏକ୍ସ ବି ର ମଧ୍ୟବିନ୍ଦୁ ବୋଲି ମତେ ସୂଚନା ଦେଇଦେଇଛି। ତ ଦେଖିବା କଣ କେମିତି ହଉଛି ନା ଆଇରେ ଦେଖ ଦେଇଛି 12 ନମ୍ବର ଓ ବିନ୍ଦୁରେ ଏଠି ଦେଖ ଏକ୍ସ ବି ଗୋଟେ ଚାପ ଦେଇଦେଇଛି ଏବଂ ସି ବିନ୍ଦୁ କଣ ହଉଛି ନା ଆମର ମଧ୍ୟବିନ୍ଦୁ କାହାର ଏକ୍ସ ବି ଚାପର ମଧ୍ୟବିନ୍ଦୁ ହେଲା ସି ବିନ୍ଦୁ। ତ ଆମେ ଯଦି ଦେଖିବା କଣ ହେଇଛି ପ୍ରମାଣ କରିବା ଯେ ଏକ୍ସ ଚାପ ଉପରେ ଅବସ୍ଥିତ ସି ବିନ୍ଦୁଟି ଅନନ୍ୟ ଅର୍ଥାତ ଗୋଟିଏ ଏବଂ କେବଳ ବିନ୍ଦୁ ହେବ ଯାହା ଏ ଓ ବି ସମଦ୍ୱିଖଣ୍ଡ ଓ ସି ଉପରେ ଅବସ୍ଥିତ। ତ ଏଇ ଏ ଓ ବି କୋଣର ସମଦ୍ୱିଖଣ୍ଡ ହେଇପାରିବ କାହିଁକି ନା ଏକ୍ସ ବି ର ମଧ୍ୟବିନ୍ଦୁ ଯେହେତୁ ତେଣୁ ସେଇଟା କଣ ହବ ଏ ଓ ଏକ୍ସ ଇକ୍ୱାଲ ଟୁ ବି ଓ ଏକ୍ସ ହବ କାହିଁକି ନା ଏ ଓ ବି ସମଦ୍ୱିଖଣ୍ଡ ହବ। ତାପରେ ଆସିବ ପୁନଶ୍ଚ ଚାପର ସର୍ବସମତା ଅନୁସାରେ ଦୁଇଟି ଚାପରେ ଡିଗ୍ରୀ ପରିମାଣ ସମାନ ହେଲେ ଚାପ ଦ୍ୱୟ ସର୍ବସମ ହେବେ। ତେଣୁ ଏ ଓ ସି କୋଣ ଏବଂ ବି ଓ ସି କୋଣ ଯେହେତୁ ସମାନ ହେଲେ ତାହେଲେ ଏସି ଚାପ ଇକ୍ୱାଲ ଟୁ କଣ ହେଇଯିବ ବିସି ଚାପ। କଣ ହେଇଯିବ ଏସି ଚାପ ଇକ୍ୱାଲ ଟୁ ବିସି ଚାପ। ତ ନେକ୍ସଟ କ୍ୱେଶ୍ଚିନ୍ ଯିବା। ତ ନେକ୍ସଟ କ୍ୱେଶ୍ଚିନ୍ କଣ ଅଛି ତମମାନଙ୍କ ପାଇଁ ରହିଗଲା ଡବଲ ଆଇଟା କୁଆଡେ ଗଲା କ୍ୱେଶ୍ଚିନ୍ ତ ଡବଲ ଆଇ ତମମାନଙ୍କ ପାଇଁ ରହିଗଲା ହୋମୱାର୍କ କଣ ଦେଇଛି ଏଟା ଆମର ନା ଚାପର ମଧ୍ୟବିନ୍ଦୁ ଧାରଣାକୁ ବ୍ୟବହାର କରି ପ୍ରମାଣ କର ଯେ ଏକ୍ସ ବି ରେ ଅସଂଖ୍ୟ ବିନ୍ଦୁ ଅଛି। ଏଇଥିରେ କଣ ଅଛି ପ୍ରତ୍ୟେକ ବିନ୍ଦୁକୁ କଣ କରିବ ତମେ ଅଙ୍କନ କରିବ ପ୍ରତ୍ୟେକକୁ ସର୍ବସମ କରିବ ଏବଂ ସର୍ବସମ କରିସାରିଲା ପରେ କଣ ହେଇଯିବ ନା ପ୍ରତ୍ୟେକ ଗୋଟେ ଲାଇନ ମଧ୍ୟ ସର୍ବସମ ବହୁତ ଗୋଟେ ଜ୍ୟା ମଧ୍ୟ ସର୍ବସମ ହବ। ତେଣୁ ତମେ ଜାଣିପାରିବ ଯେ ବହୁତ ଗୁଡେ ବିନ୍ଦୁ ଅଛି ଅସଂଖ୍ୟ ବିନ୍ଦୁ ତା ଭିତରେ ରହିଛି ସେ ଚାପ ଭିତରେ। ତ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା 13 ନମ୍ବର କ୍ୱେଶ୍ଚିନ୍ 13 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି ନା ଚିତ୍ର 2.56 ରେ କଣ ଅଛି ଏବେ ବୃତ୍ତର ଏକ ବ୍ୟାସ ଅଟେ ତେଣୁ ଓ କେନ୍ଦ୍ର ମଧ୍ୟ ଅଟେ ଓଡିଏ ଯେକୌଣସି ଏକ ବ୍ୟାସାର୍ଧ ଏବଂ ଏସି ଓଡି ସମାନ୍ତର ହେଲେ ପ୍ରମାଣ କରା ଯେ ବି ଏକ୍ସ ଡି ଓ ଡି ୱାଇ ସି କଣ ହବ ନା ସର୍ବସମ ଅର୍ଥାତ ଡି ହଉଛି ବିଟିସି ର ମଧ୍ୟବିନ୍ଦୁ। କଣ ହେଇଯିବ ଡି ହଉଛି ବିଟିସି ର ମଧ୍ୟବିନ୍ଦୁ। ତ ଆମେ କଣ କରିବା ତାକୁ ପ୍ରମାଣ କରିବାକୁ ଚେଷ୍ଟା କରିବା। ପ୍ରଥମେ ଦେଖିବା କଣ ତଥ୍ୟ ଦେଇଛି ନା ବୃତ୍ତର କେନ୍ଦ୍ର ଓ ଦେଇଛି ଏବେ ବୃତ୍ତର ବ୍ୟାସ ଦେଇଦେଇଛି ଏବଂ ଏସି
ଆଉ ଓଡି କଣ ହେଇଛି ସର୍ବସମ୍ମତ ହେଇଛି। ଏସି ଆଉ ଓଡି ସର୍ବସମ୍ମତ ହେଇଛି। ତେଣୁ ଆମକୁ ପ୍ରାମାଣ୍ୟ କଣ କରିବାକୁ ପଡିବ? ବି ଏକ୍ସ ଡି ସର୍ବସମ୍ମ କାହା ସହିତ? ଡି ୱାଇ ସି ଚାପ ସହିତ। ଅର୍ଥାତ ଡି ହଉଛି ବିଡିସି ର ମଧ୍ୟବିନ୍ଦୁ ବା ଡି ହଉଛି ସାଧାରଣ ବିନ୍ଦୁ, ଯାହା ଫଳରେ କଣ ହବ? ଦୁଇଟି ଚାପ ଯାକ କଣ হবে? ସନ୍ନିହିତ ଚାପ ପରି ଅଛନ୍ତି। ତ ସି ଓ କଣ ହବ? ଆମେ ଅଙ୍କନ କରିବା। କଣ କରିବା? ସି ଓ ଅଙ୍କନ କରିବା। ଯଦି ଟ୍ରାଙ୍ଗେଲ ଅଙ୍କନ କଲା ପରେ କଣ ପାଇଗଲେ ନା ଏ ଓ ସି ଟ୍ରାଙ୍ଗେଲ ପାଇଗଲେ। ଏ ଓ ସି ଟ୍ରାଙ୍ଗେଲ ପାଇଲା ପରେ ଆମେ ଦେଖିବା ଯେ ଓ ଏ ଏବଂ ଓ ସି କଣ ହେଇଗଲା? ଆମର ଏକା ବୃତ୍ତର ବ୍ୟାସାର୍ଦ୍ଧ ଏବଂ ସେମାନଙ୍କର କଣ ହେଇଯିବ? କୋଣ ଗୁଡାକ ମଧ୍ୟ ସମାନ ହବ। କାହିଁକି ନା ଦୁଇଟି ବାହୁ ସମାନ ହେଲେ କଣ ହେଇଯିବ? ସେମାନଙ୍କର ବିପରୀତ କୋଣ ମଧ୍ୟ ସମାନ ହବ। ଯେପରିକି OCA ଏବଂ OAC କଣ ହେବେ? ସମାନ ହେବେ। ତାପରେ କଣ ହବ ନା ଦୁଇଟି ଯାକ OAC ଇକ୍ୱାଲ ଟୁ BOD, OAC ଇକ୍ୱାଲ ଟୁ BOD, ବୁଝିପାରୁଛ ନା ନାଇଁ? ସେଇଟା ହେଲା କଣ ନା ଆମର ଅନୁରୂପ କୋଣ। ଅନୁରୂପ କୋଣ ତ ଅନୁରୂପ କୋଣ ହବ ସମାନ ହବ। ତାପରେ OAC କଣ ହେଇଗଲା? ଆମର BOD କୋଣ ସହିତ ସମାନ ହେଇଗଲା। ଠିକ ସେମିତି କଣ ହେଇଗଲା? OCA ମଧ୍ୟ କଣ ହେଇଯିବ? CDO ସହିତ କଣ ହେଇଯିବ? କଣ ହେଇଗଲା? OCA କଣ ହେଇଯିବ? ଆମର COD, COD ସହିତ ସମାନ ହବ। କାହିଁକି ନା ଏଇଟା ଆମର ଏକାନ୍ତର କୋଣ। ତେଣୁ ଯେହେତୁ ଦୁଇଟି ଯାକ ସର୍ବସମ ଆମେ ପାଇଗଲେ, BXD କଣ ହେଇଯିବ? DYC ସହିତ କଣ ହେଇଯିବ? ଆମର ସର୍ବସମ ହେଇଯିବ। ଏବଂ D ଆମର କଣ ହେଇଯିବ? ବିଡିସି ଚାପର କଣ ହେଇଯିବ? ମଧ୍ୟବିନ୍ଦୁ ହେଇଯିବ। ତ ଏପର୍ଯ୍ୟନ୍ତ କଣ ହେଲା ନା ଆମେ 13 ନମ୍ବର କ୍ୱେଶ୍ଚିନ୍ ସାରିଲେ। ତ ଆଜିର କ୍ଲାସକୁ ଆମେ ଏଇଠି ରଖିବା। ତ ମୁଁ ଆଶା କରୁଛି ସମସ୍ତେ ଭଲ ଭାବରେ ବୁଝିପାରୁଥିବ। ସପୋର୍ଟ ତ ମୁଁ ସବୁବେଳେ ତମମାନଙ୍କୁ କରିବି, କିନ୍ତୁ ତମମାନଙ୍କର ସପୋର୍ଟ ନିହାତି ଦରକାର। ତ ଅ ତମେ ମାନେ ସବୁବେଳେ ମୋ ସହିତ ରୁହ, ମୁଁ ତମମାନଙ୍କ ସହିତ ରହିବି। ଗୋଟେ ସୋସାଇଟିରେ ଆମେ ଯେହେତୁ ରହୁଛେ, ଗୋଟେ ଟିଚରର କାମ ହେଲା ଷ୍ଟୁଡେଣ୍ଟକୁ ଭଲ ଦିଗରେ ନେଇଯିବା ଏବଂ ଗୋଟେ ଷ୍ଟୁଡେଣ୍ଟର କାମ ହେଲା ଗୋଟେ ଟିଚରକୁ ସମାଜକୁ ବଢେଇବାରେ କୋଅପରେଟ କରିବା। ତ ତମେ ମାନେ କଣ କରିବ ନା ଗୋଟେ ଆଜ ଏ ବ୍ରଦର, ଆଜ ଏ ଟିଚର, ମୁଁ ତମମାନଙ୍କୁ ଏଇ ସଜେସନ ଦେଇପାରିବି ଯେ as per your requirement I will give you that thing। ଯୋଉ ଚीज ତମକୁ ବହୁତ ଦରକାର ଅଛି, ବହୁତ ତମମାନଙ୍କୁ ରିକ୍ୱାର୍ଡ କରୁଛ, ତମେ ମାନେ ଏକ୍ସାମ ପାଇଁ ତମେ କଣ କରୁଛ? ବହୁତ ତାକୁ ଦରକାର କରୁଛ। ତ ତମମାନଙ୍କୁ ମୁଁ ସବୁବେଳେ ତମକୁ ହେଲ୍ପ କରିବି, କିନ୍ତୁ ତା ପୂର୍ବରୁ କଣ କରିବାକୁ ପଡିବ? ମତେ ଆଉ ମୋ ଚ୍ୟାନେଲକୁ ତମମାନଙ୍କୁ କଣ କରିବାକୁ ପଡିବ? ସପୋର୍ଟ କରିବାକୁ ପଡିବ। ପ୍ରଥମେ ସବସ୍କ୍ରାଇବ କରିନିଅ ଏବଂ ଲାଇକ୍ ସେୟାର କମେଣ୍ଟ କର ମୋର ସବୁ ଭିଡିଓ ଗୁଡାକୁ, ଯାହା ଫଳରେ କଣ କରିପାରିବି? ମୁଁ ତମମାନଙ୍କର ଭିଉ ନେଇପାରିବି। ତମେ ବୁଝିପାରୁଛ ନା ନାଇଁ, କଣ କରିପାରୁଛ ନା ନାଇଁ। ତ ଥ୍ୟାଙ୍କ ୟୁ ଫର ଦିସ୍ ଲେକ୍ଚର ଷ୍ଟୁଡେଣ୍ଟସ୍। ଇନ୍ ଦ ନେକ୍ସଟ କ୍ଲାସ। ବାଏ ବାଏ, ଗୁଡ୍ ନାଇଟ୍।